ओं नमः भगवते वासुदेवाय। भक्त शरण आध्यात्मिक चैनल को मोर प्रिय भाई भौणी मानू गुरुजन मानू अनंत कोटि प्रणाम जणाई मु श्री भक्त बसल प्रधान आज बद्रिका धाम उपरे आलोचना करने आगे आसी आसतु जानिबा। चारोटी पवित्रमय धाम रही आपण माने भल भाव जानी से उत्तर रे बद्रीनाथ सत्य जुगले बद्रीनाथ यही स्थान रे नर नारायण तप करुथिले। तप भग्न करने इंद्रदेव मेनका को पठेइथिले असफल हेले। उरुरु परम ब्रह्म भगवान उर्वशी को सृष्टि करी इंद्रदेव को प्रदान करथिले। त्रेता जुगरे रामेश्वरम प्रतिष्ठा होइतिला। श्रीराम ईश्वर दुई भगवानकर समिश्रण रे घटिथिला जहाँकि दक्षिण भारत रे रही। द्वापर रे द्वारका नगर विश्वकर्मा निर्माण करथिले। ए सब कथा आपण माने जानिचंती। कली रे श्रीक्षेत्र 56 प्रकार व्यंजन भोग सामग्री भगवान ग्रहण करती। पुणी देखंतु बद्रीनाथ से बदरिका धाम रे भगवान जागृत हुअन्ति स्नान करती। स्नान कर सारा पर कौन करा जाए? नूतन वस्त्र परिधान करा जाए ना। भगवान द्वारका धाम रही ना से स्थान रे वस्त्र परिधान करती। तापर कौन करिवे? भोजन भक्षण व्यवस्था आवश्यकता रही। श्रीक्षेत्र रही भंजन करती। तापरे कौन करिवे? शयन करिवे ना। अलंकार परिधान करिवे शयन करिवे। रामेश्वरम ठारे शयन करती। ये सब कथा आपण माने भल भाव जानी। सुंदर भाव जगन्नाथ दास ओडिया भागवत गोटे पद रचना करिसंती। सकल तीर्थ तो चरणे बद्रिका जीवी की कारणे आश्रम नाम बदरिका से कि तो चरणु अधिका। यहाँ ये सत्य कथा। पुणी यही मन वृंदावन यही मन काशी यही मन बद्रीनाथ पुरी वाराणसी ये सब कथा आपण माने जानिचंती। यही बद्रीनाथ को स्थान रे रही? उत्तराखंड रे रही। जे यही पवित्रमय स्थान को आसंती प्रभु को दर्शन करती मुक्ति पाती। समस्त पाप खंडन होता है। जन्म मृत्यु रूपक चक्र रु आ पड़े कि मुक्ति पाइबे। केदार खंड रही हर पार्वती ए स्थान रे रहती। शंकर भोलानाथ कठोर तप करती। कहानी रही ना। दाम्पत्य जीवन रे कलह आसे। स्वामी स्त्री मध्य रे कली झगड़ा प्रक्रिया आरंभ हुए। ठीक से ही भाव भगवान प्रक्रिया आरंभ हो गला। कृष्णर माया गोचर जय भ्रमंती ब्रह्मासुर। पुणी भागवत मध्य सुंदर पद रही। विष्णुर माया गोचर जय भ्रमंती ब्रह्मासुर। कृष्ण जी विष्णु सी है ना।
ଯେତେବେଳେ କଳହ ପ୍ରକ୍ରିୟା ଆରମ୍ଭ ହୋଇଗଲା ଭଗବାନ କ'ଣ କଲେ? ମନାନ୍ତର ଘଟିଲା ନା, ଲକ୍ଷ୍ମୀ ମାତାଙ୍କୁ ତ୍ୟାଗ କଲେ, ଏହି ଧାମରେ ଉପସ୍ଥିତି ଜାହିର କଲେ, ବାଳକ ରୂପରେ ଉପସ୍ଥିତି ଜାହିର କଲେ, କାନ୍ଦିବାକୁ ଲାଗିଲେ। ଭଗବାନ ଯଦି କାନ୍ଦିବେ କ'ଣ ଘଟିବ? ତ୍ରିଭୁବନ କମ୍ପିବାକୁ ଲାଗିଲା। ମା ଦୟାଳୁ, ସ୍ନେହମୟୀ, କରୁଣାମୟୀ, ମମତାମୟୀ ମା ନା, ଦେବୀ ଦୁଃଖ ପ୍ରକାଶ କଲେ। ଶଙ୍କର ଭୋଳାନାଥ ଭଲ ଭାବରେ ଜାଣିଛନ୍ତି ଇଏ ହେଉଛନ୍ତି ବିଷ୍ଣୁ। ମା ସେଇ ବିଷ୍ଣୁ ରୂପୀ ବାଳକ ନିକଟକୁ ପହଞ୍ଚିଗଲେ। ପୁଅ କ'ଣ ପାଇଁ କାନ୍ଦୁଛ? କ'ଣ ଅସୁବିଧା ଅଛି? ମାଗ, ଯାହା ମାଗିବ ମୁଁ ପ୍ରଦାନ କରିବି। ଭଗବାନ ଆରମ୍ଭ କଲେ, ମୁଁ ଏହି ସ୍ଥାନରେ ତପ କରିବାକୁ ଇଚ୍ଛା ପ୍ରକାଶ କରୁଛି, ଅନୁମତି ଦିଅନ୍ତୁ। ତାପରେ କ'ଣ ଘଟିଲା? ଶଙ୍କର ଭୋଳାନାଥ ମଧ୍ୟ ଚାହୁଁଥିଲେ ବିଷ୍ଣୁ ଏହି ସ୍ଥାନରେ ଆସନ୍ତୁ, ତେଣୁ ରାଜି ହୋଇଗଲେ। ସେହି କେଦାରଖଣ୍ଡ ନିକଟରେ ହର ପାର୍ବତୀ ରହିଲେ। ଏହି ସ୍ଥାନରେ ପରଂବ୍ରହ୍ମ ବିଷ୍ଣୁ ତପ କଲେ ନା। ଲକ୍ଷ୍ମୀ ମାତା ଖୋଜି ଖୋଜି ଶେଷରେ ଏହି ସ୍ଥାନରେ ପହଞ୍ଚିଗଲେ। ଦେଖିଲେ ପତିଦେବ ଧ୍ୟାନ କରୁଛନ୍ତି। ବଦରୀ ବରକୋଳି ବୃକ୍ଷ ରୂପରେ ଏହି ସ୍ଥାନରେ ରହିଲେ। ମୂଳ ଲକ୍ଷ୍ୟ କ'ଣ ଥିଲା? ବରଫ ପଡ଼ୁଛି, ଥଣ୍ଡା ଅତିମାତ୍ରାରେ ହେଉଛି, ପବନ ବହୁଛି, ଏହିସବୁଠାରୁ ରକ୍ଷା କରିବା ପାଇଁ ବୃକ୍ଷର ଆକୃତି ଭାବରେ ରହିଲେ, ତପ କଲେ। ଦେଖନ୍ତୁ ଏହି ସ୍ଥାନରେ ବଦ୍ରୀନାଥ ମୂର୍ତ୍ତି, ନୃସିଂହ ମୂର୍ତ୍ତି, ପୁଣି ଶାଳଗ୍ରାମରେ ନିର୍ମାଣ କରାଯାଇଥିଲା ମୂର୍ତ୍ତି। ନଳ ପର୍ବତ ରହିଛି, ନାରାୟଣ ପର୍ବତ ରହିଛି, ମଝିରେ ପରଂବ୍ରହ୍ମ ଭଗବାନଙ୍କର ମୂର୍ତ୍ତି ରହିଛି। ବଦ୍ରୀନାଥ ଠାରୁ କୈଳାସ ମାତ୍ର 6 କିଲୋମିଟର ଦୂରତା ରହିଛି। ତପ୍ତକୁଣ୍ଡ ରହିଛି। ଏହି କୁଣ୍ଡର ଜଳ ଉତ୍ତପ୍ତ ରହିଥାଏ, 40-45 ଡିଗ୍ରୀ ତାପମାତ୍ରା ରହିଥାଏ। ଅଗ୍ନିଦେବ ଏହି ସ୍ଥାନରେ ବିରାଜମାନ କରନ୍ତି। କେହି ମତ ଦିଅନ୍ତି ଯେଉଁମାନେ ଏହି କୁଣ୍ଡରେ ସ୍ନାନ କରିବେ ପୁଣ୍ୟ ହାସଲ କରିବେ, ପୁଣି ଚର୍ମଜନିତ ରୋଗ ଦୂର ହେବ। ଚିନ୍ତନ କରନ୍ତୁ, ବରଫ ପଡ଼ୁଛି, ପବନ ବହୁଛି, କିଭଳି ଭାବରେ ଏହି କୁଣ୍ଡରେ ଜଳ ରହିଛି ନା, ଉତ୍ତପ୍ତ ଜଳ ରହିଛି। ଏସବୁ ଭଗବାନଙ୍କର ମାୟା। ଏହି ସ୍ଥାନରେ ଶଙ୍ଖଧ୍ୱନି ପ୍ରକ୍ରିୟା ଆରମ୍ଭ ହୁଏ ନା, ବଜାଯାଏ ନା। କ'ଣ ପାଇଁ? କାରଣ ରହିଛି। ଲକ୍ଷ୍ମୀ ମାତା ତପ କରୁଛନ୍ତି, ଭଗବାନ ତପ କରୁଛନ୍ତି, ବିଘ୍ନ ସୃଷ୍ଟି ହୋଇପାରେ। ପୁଣି ବରଫ ପାହାଡ଼ ରହିଛି ନା, ଯଦି ଶଙ୍ଖନାଦ କରାଯାଏ ଶବ୍ଦ ଧ୍ୱନିରେ ବିଘ୍ନ ଘଟିପାରେ। ଏସବୁ କଥା ଆପଣମାନେ ଭଲ ଭାବରେ ଜାଣିଛନ୍ତି। ପୁଣି ଶିବ ପୁରାଣରେ ବର୍ଣ୍ଣନା କରାଯାଇଛି, ଯଦି କେବେ ଭୂକମ୍ପନ ହୁଏ ଏହି ଦୁଇଟି ପାହାଡ଼, ନରନାରାୟଣ ପାହାଡ଼ ରହିଛି ନା, ସଂଯୋଗ ଘଟିପାରେ। ପିତୃପୁରୁଷଙ୍କୁ ପିଣ୍ଡଦାନ କଲେ ଏହି ସ୍ଥାନରେ ମୁକ୍ତି ପାଆନ୍ତି। ଆଗରୁ ଗୋଟିଏ ଗାଁ ମଧ୍ୟ ରହିଥିଲା, ଅନେକ ଲୋକମାନେ ଉପସ୍ଥିତି ଜାହିର କରିଥିଲେ। ଏସବୁ କଥା ବର୍ଣ୍ଣନା କରାଯାଇଛି। ନାରାୟଣ ମୂର୍ତ୍ତି ରହିଛି ନା, ନୀଳବର୍ଣ୍ଣ, ପୁଣି 3 ଫୁଟ 3 ଇଞ୍ଚ ବିଶିଷ୍ଟ
ଉଚ୍ଚତା ରହିଛି। ପୂର୍ବରୁ ମୁଁ କହିସାରିଛି କେଦାରଖଣ୍ଡ ହର ପାର୍ବତୀ ରହନ୍ତି। ଗଙ୍ଗା ମାତା 12ଟି ଧାରାରେ ପ୍ରଭାବିତ ହୁଅନ୍ତି। ଶାଖା ନଦୀ ଅଳକାନନ୍ଦା, ଧର୍ମର ସୂତ ନରନାରାୟଣ ଏହି ସ୍ଥାନରେ ତପ କରୁଥିଲେ। କହିସାରିଛି ମୁଁ ବ୍ୟାସଦେବ ଏହି ସ୍ଥାନରେ ଉପସ୍ଥିତି ଜାହିର କରି ମହାଭାରତ ରଚନା କରିଥିଲେ। ପୁଣି କୁବେରଙ୍କର ମନ୍ଦିର ରହିଛି, ନାରଦ ମୁନିଙ୍କର ମନ୍ଦିର ରହିଛି। ଏସବୁ ଶାଳ ଗ୍ରାମରେ ନିର୍ମିତ କରାଯାଇଛି। ସରସ୍ୱତୀ ନଦୀ ମଧ୍ୟ ରହିଛି। ବଦ୍ରିନାଥ ମନ୍ଦିର ଠାରୁ ସରସ୍ୱତୀ ନଦୀ ଦୂରତା ମାତ୍ର 4 କିଲୋମିଟର ରହିଛି। ଶେଷ ଗାଁ ମେଲା ଗାଁ ଆପଣମାନେ ଜାଣିଛନ୍ତି। ବସୁନ୍ଧରା ନଦୀ ମଧ୍ୟ ରହିଛି। ଏହାର ଜଳ ଯଦି ଶରୀରରେ ପଡ଼ିବ ନା, ପ୍ରତ୍ୟେକ ବ୍ୟକ୍ତି ଜୀବ ଜନ୍ତୁ ପୁଣ୍ୟ ହାସଲ କରିବ। ପାଣ୍ଡବ ଏହି ସ୍ଥାନରେ ଉପସ୍ଥିତି ଜାହିର କରିଥିଲେ। ସରସ୍ୱତୀ ମାତାଙ୍କୁ ପ୍ରାର୍ଥନା କଲେ ଆରପଟକୁ ଯିବେ, କର୍ଣ୍ଣପାତ କରିନଥିଲେ। ଶେଷରେ ଭାଇଙ୍କ କଥାରେ ଭୀମସେନ ଗୋଟିଏ ବିଶାଳମୟ ଶିଳା ପକାଇଥିଲେ। ଆଜି ମଧ୍ୟ ସେହି ଶିଳା ରହିଛି। ଭୀମପୋଲ ନାମରେ ନାମିତ ହୋଇଛି। ସରସ୍ୱତୀ ନଦୀ ସେହି ସ୍ଥାନରେ ପରିସମାପ୍ତି ଘଟିଛି। ଏସବୁ କଥା ବର୍ଣ୍ଣନା କରାଯାଇଛି। ଦ୍ରୌପଦୀ ମାତା ସ୍ୱର୍ଗକୁ ଗମନ କରୁଥିଲେ ନା, ଏହି ସ୍ଥାନରେ ପଡ଼ି ଯାଇଥିଲେ, ଆଉ ଆଗକୁ ଯାଇପାରିନଥିଲେ। ପୁଣି ବ୍ୟାସଦେବ ମହାଭାରତ ରଚନା କରିଛନ୍ତି। ଆପଣମାନେ ଜାଣିଛନ୍ତି ଗଣେଶ ସେଇ ପୁରାଣକୁ ଲେଖୁଥିଲେ। ବ୍ୟାସଦେବ ଡକୁଥିଲେ, ଗଣେଶ ଲେଖୁଥିଲେ ନା। ସରସ୍ୱତୀ ନଦୀର ଗର୍ଜନ ଶୁଭୁଥିଲା। ଗଣେଶ ଅଭିଶାପ ଦେଲେ ସରସ୍ୱତୀ ନଦୀକୁ ଅଭିଶାପ ଦେଲେ। ଶବ୍ଦ ଯେପରି ଶୁଭାଯାଏ ନା। ପୁଣି ଏହି ସ୍ଥାନରେ ସରସ୍ୱତୀ ନଦୀ ଲୁପ୍ତ ହୋଇଗଲା। ଗଣେଶ ଅଭିଶାପ ଦେଇଛନ୍ତି ନା, ଶବ୍ଦ ଶୁଭାଯିବନି, ଅର୍ଥାତ୍ ନଦୀ ପ୍ରଭାବିତ ହେବ ନାହିଁ। ଶବ୍ଦ ଶୁଭିବ କି? କଦାପି ନୁହଁ। ସେହି ପରମଧାମ କ୍ଷେତ୍ରକୁ ପ୍ରଣାମ କରିବା। ଓಂ ଶ୍ରୀ ବଦ୍ରିନାରାୟଣ ନମଃ। ଶିବ କ୍ଷେତ୍ର ବିଷ୍ଣୁ କ୍ଷେତ୍ରର ମିଳନ ଆପଣମାନେ ଭଲ ଭାବରେ ଜାଣିଛନ୍ତି। ଅଳକା ନଦୀ ପ୍ରଭାବିତ ହୋଇଛି। ସେହି ସ୍ଥାନରେ ନାରଦ କୁଣ୍ଡ ରହିଛି। ଶଙ୍କରାଚାର୍ଯ୍ୟ ସେହି ନାରଦ କୁଣ୍ଡ ଭିତରକୁ ପ୍ରବେଶ କଲେ। ଯିଏ ଏହି କୁଣ୍ଡରେ ପ୍ରବେଶ କରନ୍ତି ନିଶ୍ଚିତ ଭାବରେ ମୃତ୍ୟୁବରଣ କରନ୍ତି। ସମସ୍ତେ ଭାବିଲେ ଶଙ୍କରାଚାର୍ଯ୍ୟ ମୃତ୍ୟୁବରଣ କରିଛନ୍ତି, ତାହା ଘଟିନଥିଲା। ସେହି ବଦ୍ରିକା ମୂର୍ତ୍ତି ଧାରଣ କରି ବାହାରକୁ ବାହାରି ଆସିଲେ। ଜୀବିତ ଅବସ୍ଥାରେ ବାହାରକୁ ବାହାରି ଆସିଲେ। ଏସବୁ କାହାଣୀମାନ ରହିଛି। ପୁଣି ଆଶ୍ଚର୍ଯ୍ୟ ଲାଗେ, 6 ମାସ ମନ୍ଦିର ଖୋଲାଯିବ, ପୂଜା କରାଯିବ, 6 ମାସ ବନ୍ଦ କରାଯିବ। ପୂଜକ ଦକ୍ଷିଣ ଭାରତର ବ୍ରାହ୍ମଣମାନେ ପୂଜା କରିବେ। ଦକ୍ଷିଣ ଭାରତରେ ଯେତେକ ମନ୍ଦିର ରହିଛି, ଉତ୍ତର ଭାରତର ପୁରୋହିତମାନେ, ବ୍ରାହ୍ମଣ ଦେବତାମାନେ ପୂଜା କରିବେ। କ'ଣ ପାଇଁ ଏଭଳି ନିୟମ ରହିଥିଲା? ସୁସମ୍ପର୍କ ସ୍ଥାପନ କରିବା ମୂଳ ଲକ୍ଷ୍ୟ ରହିଥିଲା। ଆଶ୍ୱିନ ମାସ ବିଜୟା ଦଶମୀ ଠାରୁ ବନ୍ଦ କରାଯାଏ।
ତେବେ ମନ୍ଦିରର ଦ୍ୱାର କେବେ ଖୋଲାଯିବ? ଅକ୍ଷୟ ତୃତୀୟା ଠାରୁ ବିଜୟା ଦଶମୀ ପର୍ଯ୍ୟନ୍ତ ଖୋଲାଯାଏ। କ'ଣ ପାଇଁ ଆଶ୍ୱିନ ମାସ ବିଜୟା ଦଶମୀ ଠାରୁ ବନ୍ଦ କରାଯାଏ? ଆଗକୁ ଶୀତ ପଡ଼ିବ ନା, ବରଫ ପଡ଼ୁଛି, ପୁଣି ଶୀତ ସମୟ, ଦର୍ଶନ କରିବା ସମ୍ଭବ କି? କଦାପି ନୁହଁ। କେହି କେହି ମତ ଦିଅନ୍ତି 6 ମାସ ଭଗବାନ ଭକ୍ତମାନଙ୍କୁ ଦର୍ଶନ ଦିଅନ୍ତି, ଫୁଲ ସାମଗ୍ରୀ ଭୋଗ ଏସବୁ ପ୍ରଦାନ କରାଯାଏ। ପୁଣି ଯେତେବେଳେ ବନ୍ଦ କରାଯାଏ ଦେବତାମାନେ ଗୁପ୍ତ ଭାବରେ ପୂଜା କରନ୍ତି। ଏସବୁ କେହି ମତ ଦିଅନ୍ତି। ଅଖଣ୍ଡ ଦୀପ ଜଳାଯାଏ। 6 ମାସ ପରେ ଯେତେବେଳେ ଦ୍ୱାର ଖୋଲାଯାଏ ସେହି ଦୀପ ଜଳୁଥାଏ। ଅଲୌକିକ ଘଟଣା ଘଟିଥାଏ। ପୁଣି ଫୁଲ ସତେଜ ରୁହେ। କେହି ମତ ଦିଅନ୍ତି ବରଫ ପଡ଼ିଛି ନା, ଯାହାଫଳରେ ସତେଜ ରହୁଛି। ନା, ଏହା ମଧ୍ୟ ଭଗବାନଙ୍କର ଅଲୌକିକ ନୀଳା। 24 ଅବତାର ମଧ୍ୟରେ ନରନାରାୟଣ ଅବତାର ରହିଛି। ଆପଣମାନେ ଜାଣିଛନ୍ତି, ଗୀତାରେ ଭାଗବତରେ ବର୍ଣ୍ଣନା କରାଯାଇଛି, ଶାସ୍ତ୍ରରେ ବର୍ଣ୍ଣନା କରାଯାଇଛି। ବ୍ରାହ୍ମଣ ଦେବତା ଯେତେବେଳେ ଦ୍ୱାର ବନ୍ଦ କରନ୍ତି, ନାରୀ ବେଶ ଧାରଣ କରନ୍ତି। ରାଉଆଲା ପଣ୍ଡିତ କୁହାଯାଏ। ସେହି ସ୍ଥାନରେ ନୃସିଂହ ମନ୍ଦିର ରହିଛି, ଶାଳଗ୍ରାମରେ ନିର୍ମାଣ କରାଯାଇଛି। କେହି ମତ ଦିଅନ୍ତି ଶଙ୍କରାଚାର୍ଯ୍ୟ ପୂଜା ଆରାଧନା କରୁଥିଲେ। ଯଦି ବାମ ହାତ ସରୁ ସରୁ ଧୀରେ ଧୀରେ ହେବେ, ଘଟିବ, ସରୁ ହେବ। ପୁଣି ଯେଉଁ ଦିନରେ ହସ୍ତଟି ତଳକୁ ପଡ଼ିଯିବ, ଛିନ୍ନ ଘଟିବ, ସେହି ଦିନରେ ବଦ୍ରିକା ମୂର୍ତ୍ତି ନଷ୍ଟ ହେବ। ଏହିଭଳି କେହି ମତ ଦିଅନ୍ତି। ପୁଣି ନୃସିଂହ ମନ୍ଦିରର ପୂଜକ ରହିଛନ୍ତି। ଜୋଷା ମଠ ମଧ୍ୟ ରହିଛି। ବସୁନ୍ଧରା ଝରଣା ରହିଛି। ଏହି ଝରଣାର ଜଳ ଯଦି ଶରୀରରେ ପଡ଼େ ନା, ନିଶ୍ଚିତ ଭାବରେ ପୁଣ୍ୟ ହାସଲ ଭକ୍ତମାନେ କରିବେ। ଏହିଭଳି ବର୍ଣ୍ଣନା କରାଯାଇଛି। ପୁଣି ସେହି ତପ୍ତ କୁଣ୍ଡ କେହି ମତ ଦିଅନ୍ତି ସୂର୍ଯ୍ୟ ଦେବତା ବିରାଜମାନ କରନ୍ତି। 45 ଡିଗ୍ରୀ ତାପମାତ୍ରା ରହିଥାଏ। ହାତରେ ଯଦି ଆମେ ସେହି ଜଳ ଲଗେଇବୁ ନା, ଫୁଟକା ହୋଇଯିବ। ସ୍ନାନ କଲେ କିଛି ହେବ ନାହିଁ। ଏ ଜୀବ ପାପରୁ ମୁକ୍ତି ପାଇବ, ରୋଗମୁକ୍ତ ହେବ। ପୁଣି ଅଦ୍ଭୁତମୟ ପ୍ରସାଦ ପ୍ରଦାନ କରାଯାଏ। କାଜୁ, କିସମିସ ଏସବୁ ଈଶ୍ୱରଙ୍କୁ ପ୍ରଦାନ କରାଯାଇଥାଏ। ପୁଣି ବିଶ୍ୱକର୍ମା ଏହି ମନ୍ଦିରକୁ ନିର୍ମାଣ କରିଥିଲେ। ସେହି ହରିଦ୍ୱାର, ହରିଙ୍କର ଦ୍ୱାର ଏ ସ୍ଥାନରେ ରହିଛି। ତେଣୁ ନିଶ୍ଚିତ ଭାବରେ ଆମ୍ଭେମାନେ ଏହି ସ୍ଥାନକୁ ଯିବା, ଭ୍ରମଣ କରିବା। ଆମ୍ଭମାନଙ୍କର କଲ୍ୟାଣ ଘଟିବ। ଆଶ୍ଚର୍ଯ୍ୟମୟ ଘଟଣା, ଏହି ସ୍ଥାନରେ ଶ୍ୱାନ ଭୁକନ୍ତି ନାହିଁ। ହରି ଅନନ୍ତ, ହରି କଥା ଅନନ୍ତ, ହରି ସର୍ବଜ୍ଞ, ସର୍ବଶକ୍ତିମାନ, ସର୍ବତ୍ର ବିଦ୍ୟମାନ। ନିଶ୍ଚିତ ଭାବରେ ଯଦି ଏ ଜୀବ ଭଗବାନଙ୍କର ତୀର୍ଥ
भ्रमण करिबा हरि कार्य लिप्त रहिबा सत्व गुणर प्रसार घटिबा मन जदि ईश्वर ठारे संयोग घटे सत्व गुणर प्रसार घटिला भाव भक्ति जागृत हब भगवान कृपा हासिल करी जन्म मृत्यु रूपक चक्र उद्धार पाई परिबो। यह सब शिक्षा हासिल कलु एतिके कही आज विरति नौछि। जय जगन्नाथ।